हेलो नमस्कार ମୁଁ ହିମାଂଶୁ ଆଜିର ଅନୁଚିନ୍ତାକୁ ଆପଣମାନଙ୍କୁ ସ୍ୱାଗତ। ଗୋଟେ ଜିନିଷ ଖାଲି ମୁଁ ମନକୁ ଆସୁଛି ଆପଣଙ୍କ ସହିତ ତ ପୂର୍ବରୁ ବହୁତ ଥର ଡିସ୍କସ୍ ବି କରିଛି ଲାଇଭରେ। ଆମେ ଏମିତି ବହୁତ ଷ୍ଟୁପିଡ୍ ଲୋକଙ୍କ ଆଟମୋସ୍ଫିୟର ଆସିଥିବା ସଂସ୍ପର୍ଶରେ ଆସିବା ମୋ କହିବାର ଅର୍ଥ ଯେ ସେମାନେ ମାନେ ଡିସ୍କଷ୍ଟିଂ ସେମାନେ ଜାଣିପାରନ୍ତିନି ଯେ ସେମାନେ ଆକ୍ଚୁଆଲି ସମାଜ ପ୍ରତି କ'ଣ ତାଙ୍କର ଅବଦାନ, ଯେ ଗୋଟେ ଭଲ ପଜିଟିଭ ଜିନିଷ କ୍ରିଏଟ୍ କରୁଛନ୍ତି ନା ଗୋଟେ ନେଗେଟିଭ। ଛୋଟ ପିଲାଟେ ଯଦି ଆମ ନଲେଜରେ ଆମେ ଚାଇଲ୍ଡ ଲେବରକୁ ବ୍ୟାନ୍ କରାଯାଇଛି ସରକାରଙ୍କ ଦ୍ୱାରା, କିନ୍ତୁ ତଥାପି ଆଜିକାଲିର ବହୁତ ଜାଗାରେ ଆମେ ଛୋଟ ପିଲାଙ୍କୁ ଲେବର କରୁଥିବାର ଦେଖୁଛୁ। ଆଉ ତାର ବିରୋଧରେ ପ୍ରତିବାଦ ମଧ୍ୟ କରିଛୁ। କିନ୍ତୁ ସେଇଠି ଗୋଟେ ଲୋକ ଆମ ସାଙ୍ଗରେ ସେ ପ୍ରତିବାଦରେ ସହମତି ମଧ୍ୟ ଦେଉଥିବ, ଭଲ କଥା ମଧ୍ୟ କହୁଥିବ, କିନ୍ତୁ ପଛପଟୁ ବୁଲି ଚାହିଁଲେ ତା ଦୋକାନରେ ସେଇଠି ଗୋଟେ ଛୋଟ ପିଲାଟି ଚାକିରି କରୁଥିବ। ଆଉ ଉତ୍ତର ଦେବ କ'ଣ କରିବ? ଗରିବ ପିଲାଟି ଖାଇବାକୁ ତ ପାଉନି, ଆଉ ଏଇଠୁ କିଛି ଦୁଇ ପଇସା ପାଇକି ସେ ତାର ଘରର ଭରଣ ପୋଷଣ କରୁଛି, ତ ଏଥିରେ କ୍ଷତି କ'ଣ? ଠିକ୍ ଅଛି, ମୁଁ ବୁଝୁଛି। ଯଦି ଆପଣଙ୍କ ରିଲେଟିଭ୍ ଲୋକ ହେଇଥାନ୍ତା, ରିଲେଟିଭ୍ ପିଲା ହେଇଥାନ୍ତା, ଠିକ୍ ଅଛି, ସେଇଟା ଆପଣ କହିବେ। କିନ୍ତୁ ଆକ୍ଚୁଆଲି ଗୋଟେ ପିଲା ଗୋଟେ ପଇସା ନେଉଛି ବୋଲି ତାକୁ ଆମେ ଯେଉଁ କାମଟି ଦେଉଛେ ସେଇଟା ବି ଦେଖିବା ଦରକାର ସେ ଗୋଟେ କେତେ ମଜବୁରିରେ ସେ କରୁଛି। ପ୍ରଥମତଃ ଏଇଟା ସମ୍ପୂର୍ଣ୍ଣ ରୂପେ ଆଇନଗତ ନୁହଁ, କିନ୍ତୁ ଯେହେତୁ ସେ ଗୋଟେ ଭରଣ ପୋଷଣ କରୁଛି, ତାର ଖାତା ବହିର ଖର୍ଚ୍ଚ, ତାର ପାଠ ପଢ଼ିବା, ତାର ଶିକ୍ଷାଗତ ଯେଉଁ ଅଧିକାର ଅଛି ସେଇଟା କେମିତି ହାସଲ କରିବ, ସେ ବାବଦକୁ ଆପଣଙ୍କ ପ୍ରଚେଷ୍ଟା କ'ଣ? ସେ ବାବଦକୁ କିଛି କହିବେ କି? ସେତେବେଳେ ପାର୍ଟିଟି ତାଙ୍କର କାଲୁଆ ମାରିଯାଏ, ସେ କିଛି କହିପାରନ୍ତିନି, କାହିଁକିନା ସେମିତି କିଛି ଏପଟ ସେ ଦେଇ ହିଁ ନଥାନ୍ତି। ସେ ଜାଣନ୍ତି ଏମିତି ଥାଉ, ଏମିତି କାମ କରୁଥାଉ, ଶସ୍ତାରେ ମୋତେ ଗୋଟେ ଲେବରଟେ ମିଳିଯାଇଛି। ଆକ୍ଚୁଆଲି ଯଦି ପ୍ରକୃତରେ ତମେ ଯଦି ସୋସାଇଟିରେ କିଛି ଲୋକଙ୍କ ପାଇଁ ଉପକାର କରିବାକୁ ଚାହୁଁଛ, ପିଲାଟିଙ୍କ ପାଇଁ କିଛି ଭବିଷ୍ୟତ ପାଇଁ ଚିନ୍ତା କରିଛ, ତ ତମେ এটা ନିଶ୍ଚିତ ଭାବରେ କହିବା କଥା ଯେ ହଁ ମୁଁ ଏଇଟା ଭାବିଛି। ତ ନା, ମୂଳ ଉଦ୍ଦେଶ୍ୟଟି ମୁହଁର ଶବ୍ଦରେ ନୁହଁ, ତାଙ୍କର ହାବଭାବ ବା ଢଙ୍ଗ ଭଙ୍ଗୀରେ ଥାଏ, ଯେଉଁଟାକି ବାହାରି ଆସେ ବାହାରକୁ। ସେତିକି କହିବି, କିଛି ମୋ ଦୃଷ୍ଟିଗୋଚର ହେଇଥିଲା ଯେଉଁଟାକି ଆପଣ ନଲେଜକୁ ଆଣିବାକୁ ଚାହୁଁଥିଲି। ବାକି ଆପଣମାନେ ବିଚାର କରନ୍ତୁ, ଆଉ କ'ଣ ଠିକ୍ କ'ଣ ଭୁଲ ମୋତେ ଟିକେ କମେଣ୍ଟ ସେକ୍ସନରେ ଜଣାନ୍ତୁ। ପୁଣି ଭେଟ ହେବ ଆଉ କିଛି ଅନୁଚିନ୍ତା ସହିତ। ଟିଲ୍ ଦେନ୍, ନମସ୍କାର।